ସମସ୍ତେ ଭାବୁଥିବେ ଶବ୍ଦଜା କ'ଣ? ସମସ୍ତଙ୍କ ମନରେ ଉଙ୍କି ମାରୁଥିବ ଏହି ପ୍ରଶ୍ନ। ଶବ୍ଦଜା ହେଉଛି ଶବ୍ଦର କଲ୍ଲୋଳ, ଶବ୍ଦର ଢେଉ, ଯାହାକି ବୃହତ୍ ସମୁଦ୍ର ସାଦୃଶ୍ୟ ଗ୍ରନ୍ଥଗୁଡ଼ିକର ରଚନା କରିଥାଏ। ସେ ଶବ୍ଦଜା ପୁଣି ଶ୍ୱେତପଦ୍ମା, ଧବଳାଙ୍ଗୀ, ବିଦ୍ୟାଦାତ୍ରୀ ମା ବାଗ୍ଦେବୀଙ୍କ ଆଶୀର୍ବାଦ। ଏ ଶବ୍ଦଜାର ଏକମାତ୍ର ଲକ୍ଷ୍ୟ ହେଉଛି ସାହିତ୍ୟ ରାଣୀକୁ ଅଳଙ୍କାରରେ ଭୂଷିତ କରି ସୁନ୍ଦରୀ କରି। ଶବ୍ଦଜା ବିନା ସାହିତ୍ୟ ସୁନ୍ଦରୀ ସତେ ଅଧୁରା। ଶବ୍ଦଜା ବିନା ସାହିତ୍ୟିକ କେବେ ମଧ୍ୟ ସାହିତ୍ୟ ସାଧନା କରିପାରିବ ନାହିଁ। ଏହି ଶବ୍ଦଜାର ଲକ୍ଷ୍ୟ ହେଉଛି ଲୁକ୍କାୟିତ ସାଧନା, ଲୁକ୍କାୟିତ ପ୍ରତିଭାକୁ, କବିତା ଲେଖିବାର କଳାକୁ ଲୋକଲୋଚନକୁ ଆଣିବା। ଶବ୍ଦଜା ଦ୍ୱାରା ସାହିତ୍ୟ ଫୁଲ ପରି ପ୍ରସ୍ଫୁଟିତ ହୋଇ ତାର ମହକକୁ ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରିବ। ଆଜି ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମରେ, ଶରତ ଆକାଶରେ ମେଘମଲ୍ଲାର, ଚାରିଆଡ଼େ କାଶତଣ୍ଡିର ସୁନ୍ଦର ସମ୍ଭାର, ମା ଦଶଭୁଜାଙ୍କର ଧରାଗମନରେ ଭୂମିରୁ ଭୂମା ପର୍ଯ୍ୟନ୍ତ ଅନିର୍ବଚନୀୟ ଆନନ୍ଦ, ଉଲ୍ଲାସ, ଉଦ୍ଦୀପନା। ଏପରି ଏକ ଉତ୍ସବ ମୁଖର ପାବନୀ ପରିବେଶରେ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ପ୍ରାଚୀର ପତ୍ରିକା ଶବ୍ଦଜା ସାରସ୍ୱତ କୁଆଁ କୁଆଁ ରାବରେ ନିନାଦରେ ଜନ୍ମ ଲାଭ କଲା। या कुन्देन्दुतुषारहारधवला, या शुभ्रवस्त्रावृता, या वीणावरदण्डमण्डितकरा, या श्वेतपद्मासना, या ब्रह्माच्युत शङ्कर प्रभृतिभिः देवैः सदा वन्दिता, सा मां पातु सरस्वती भगवती निःशेषजाड्यापहा। शुक्लां ब्रह्म विचारसार परमाम् आद्यां जगद्व्यापिनीं, वीणा पुस्तकधारिणीमभयदाम् जाड्यान्धकारापहा। हस्ते स्फाटिकमालिकां विदधतीं, पद्मासने संस्थिता, वन्दे तां परमेश्वरीं भगवतीं बुद्धिप्रदां शारदा। ଶେଷରେ ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶବ୍ଦଜାର ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଯାଇଥିଲା। ଶବ୍ଦଜା ଅତି ସୁନ୍ଦର ଭାବରେ ସମସ୍ତଙ୍କ ମନ ପ୍ରାଣକୁ ଆକୃଷ୍ଟ କରି ନେଇଥିଲା। ଯେମିତି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ।